ଥରେ ଗୋଟିଏ ବଣରେ ମାଙ୍କଡ଼ଟିଏ ଥିଲା। ବର୍ଷା ଦିନ ହେଇଥାଏ। ଦେଖିଲା ଯେ ତଳେ ସୁନ୍ଦର ଘାସ ହେଇଛି ଏବଂ ସେଇ ଘାସରେ ଅନେକ ଗୁଡ଼ିଏ ଜୁଲୁଜୁଲିଆ ପୋକ ଅଛନ୍ତି। ସନ୍ଧ୍ୟା ସମୟ, ଜୁଳୁଜୁଳିଆ ପୋକର ଯେଉଁ ଆଲୁଅ ଜକ୍ 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 କରୁଛି। ମାଙ୍କଡ଼ ଦେଖିଲା ଜୁଳୁଜୁଳିଆ ପୋକ ସବୁ ଜଳୁଛି, ତ ମାଙ୍କଡ଼ ଭାବୁଛି ନିଆଁ ଭାବିଲା। ଆଉ ମାଙ୍କଡ଼ ଯାଇକରି କ'ଣ କରୁଛି, ଫୁ ଫୁ କରି ଫୁଙ୍କୁଛି। ନିଆଁ ଜଳିଲେ ଘାସ ଜଳିବ ଏବଂ ସେ ଯେଉଁ ଭିଜି ଯାଇଛି ଥଣ୍ଡାରୁ ରକ୍ଷା ପାଇଯିବ। ତେଣୁକରି ମାଙ୍କଡ଼ କ'ଣ କରୁଛି, ଆହୁରି ପତ୍ର ଆଣିକରି ସେ ଘାସ ଉପରେ ଦେଉଛି ଏବଂ ଜୁଳୁଜୁଳିଆ ପୋକ ସବୁ ଯାହା ଥିଲେ ତାଙ୍କୁ ଫୁ ଫୁ କରି ଫୁଙ୍କୁଛି। ଏହି ସମୟରେ ଗୋଟେ ଚଢ଼େଇଟା ଆକାଶରେ ଉଡ଼ୁଥିଲା। ସେ ଦେଖିଲା ଯେ ମାଙ୍କଡ଼ଟା ଜୁଳୁଜୁଳିଆ ପୋକକୁ ଫୁଙ୍କୁଛି। ଚଢ଼େଇଟି କହିଲା, ମାଙ୍କଡ଼ ଭାଇ କ'ଣ କରୁଛ? ମାଙ୍କଡ଼ କହୁଛି, ଜାଲୁଛି, ନିଆଁ ଜାଲୁଛି। ନିଆଁ ଜଳିଲେ ଟିକେ ବସିବି, ମୋ ସେ ଦେହଟା ଗରମ ଲାଗିବ। ଚଢ଼େଇ କହିଲା, ଏଇଟା ନିଆଁ ନୁହଁ, ଏଇଟା ଜୁଳୁଜୁଳିଆ ପୋକ। ମାଙ୍କଡ଼ ସେ କଥା ଶୁଣିଲା ନାହିଁ। ପୁଣି ଚଢ଼େଇ ଗଲା, ଉଡ଼ି ଉଡ଼ି ଆସିଲା। ପୁଣି କହୁଛି, ମାଙ୍କଡ଼ ଭାଇ ତୁଚ୍ଛାଟାରେ ତୁମେ କାହିଁକି ଫୁ ଫୁ କରି ଫୁଙ୍କୁଛ? ସେଟା ନିଆଁ ନୁହଁ, ଜୁଳୁଜୁଳିଆ ପୋକ। ପୋକ ଠାରୁ ଏଇଟା ଆଲୁଅ ବାହାରୁଛି। ମାଙ୍କଡ଼ ଶୁଣିଲା ନାହିଁ, ପୁଣି ତା କାମରେ ଲାଗିଲା। ତୃତୀୟ ଥର ଚଢ଼େଇଟି ପୁଣି ଆସିଲା, କହୁଛି, ମାଙ୍କଡ଼ ଭାଇ ତୁଚ୍ଛାଟାରେ ତୁମେ କାହିଁକି ଫୁଙ୍କୁଛ? ଏ ଘାସ ଜଳିବ ନାହିଁ, ଏଇଟା ନିଆଁ ନୁହଁ ପରା, ଜୁଳୁଜୁଳିଆ ପୋକ। ଚଢ଼େଇର କଥାରେ ମାଙ୍କଡ଼ ରାଗିଗଲା। ଆରେ ମୁଁ ତ ନିଆଁ ଜାଲୁଛି, ଏ ଚଢ଼େଇଟା ମୋତେ ସବୁବେଳେ ବାଧା ଦେଉଛି। ଏହା କହିକରି ସେ କ'ଣ କଲା, ଯେତେବେଳେ ଚଢ଼େଇଟା ଆଉ ଥର ଆସିଲା, ଚଢ଼େଇକୁ ଧରିକରି ତଳେ କଚାଡ଼ି ଦେଲା। ଯାହାଫଳରେ ଚଢ଼େଇଟି ମରିଗଲା। ତେଣୁକରି ଆମେ ଜଣକୁ ବାରମ୍ବାର ଜ୍ଞାନ ଦେବା ନାହିଁ। ଜଣେ ଯଦି ଆମର ଭଲ କଥାକୁ ଗ୍ରହଣ କରୁନାହିଁ, ତାକୁ ଆଉ କେବେ ଭଲ କଥା